ତମ ସହିତ ମାନେ ଫ୍ରଡ୍ ହେଇଥାନ୍ତା ତମ ସହିତ ହେଲାନି ରହିଗଲା। ଡିଏସପି କିଏ ଫୋନ କଲା? ଡିଏସପି ଡ୍ରେସ୍ ପିନ୍ଧିଛି ହ୍ୱାଟ୍ସଆପ୍ରେ କଲ୍ ଆସିଲା କହିଲା ତମ ବାପା ଗଞ୍ଜେଇ ବେପାର କରୁଛନ୍ତି ମୁଁ ଟାଉନ୍ ଥାନାରୁ କହୁଛି। ଓଡ଼ିଆରେ କହିଲା? ନାଇଁ ହିନ୍ଦୀରେ କହିଲା। ହିନ୍ଦୀରେ କହିଲା? ହଁ ହିନ୍ଦୀରେ କହିଲା। ଆଚ୍ଛା। ଟାଉନ୍ ଥାନାରୁ କହିଛି ମୁଁ ତାପରେ ପୁରା 10,000 ଟଙ୍କା ପଠାଅ ସାଙ୍ଗେ ସାଙ୍ଗେ ଫୋନ୍ କାଟିବନି 10,000 ପଠାଅ ନହେଲେ ତମ ବାପାଙ୍କୁ ଆମେ ଫରୱାର୍ଡ ମାନେ କଲ୍ ଡିସକନେକ୍ଟ କରିବନି? ନାଇଁ। ତମେ ତ ଥିଲ କୋଉଠି ସେ ଟାଇମରେ? ମୁଁ ଥିଲି ମୋ ଅଫିସରେ ଥିଲି। ଅଫିସ ଭିତରେ ତାପରେ କଲ୍ କାଟିଲ ନା? ତାପରେ କଲ୍ ଆଉ କାଟିଲିନି ଆମେ 4 ଜଣ ବସିଥିଲୁ ମୁଁ ମୋବାଇଲଟା ଧରିକି ବାହାରକୁ ଆସିଲି ସତ ମତେ ଟିକେ ଡର ଲାଗିଲା। ତାପରେ ସେ ମାଡ଼ ଆବାଜ ଆସୁଛି ଆ ମାଡ଼ ଆବାଜ ମାନେ ସେଠି ବ୍ୟାକଗ୍ରାଉଣ୍ଡରେ ମାଡ଼ ଆବାଜ ମାଡ଼ ତାପରେ ତମ ବାପାଙ୍କୁ ମାଡ଼ ହଉଛି ହଉ ମାଡ଼ ହଉଛି ଆଉ କ'ଣ କରିବା। ମୁଁ ତ ମୋ ପାଖରେ ଫୋନ୍ ପେ ନାହିଁ ନା ମୁଁ ଗୋଟେ ପଠେଇଛି ଏଇଟାରେ ତ ସାଙ୍ଗେ ସାଙ୍ଗେ ତମ ପାଖରେ ଫୋନ୍ ପେ ଥିଲା ହେଲେ ତମେ କହିଲ ମୋ ପାଖରେ ଫୋନ୍ ପେ ନାହିଁ? ମୋର ଫୋନ୍ ପେ ମତେ ଆସିବନି। ଆଚ୍ଛା ଆସିନି ନାହିଁ ତମର? ଆଚ୍ଛା ତାପରେ ସିଏ କହିଲା ଫୋନ୍ ପେରେ ପଠାଅ ମତେ। ମୁଁ ଯେତେବେଳୁ କେତେ ଟଙ୍କା ମାଗିଲା? 10,000 ଟଙ୍କା ସାଙ୍ଗେ 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 ସାଙ୍ଗେ। ତାପରେ 10,000 ଟଙ୍କା ନା ମୁଁ ତାର ଫୋନ୍ଟାକୁ ସେ ବାଧ୍ୟ ହେଇକି ସେ କାଟିବନି ବାରମ୍ବାର ମୁଁ କାଟିଦେଲି ଫୋନ୍ଟାକୁ। ହ୍ୱାଟ୍ସଆପ୍ କଲ୍ କାଟିଦେଲି। ତାପରେ ଆଉ ଥରେ ଫୋନ୍ କଲା 5 ମିନିଟ୍ ପରେ ମୁଁ ଘରେ ଫୋନ୍ କଲା ବେଳକୁ କିଛି ସବୁ ଠିକ୍ ଠାକ୍। ମାନେ ଘରେ କ'ଣ କହିଲ ତମେ? ମୁଁ କହିଲି ବାପାଙ୍କୁ ଫୋନ୍ କର ମୋ ବାପା ବିଲରେ ପାଣି ବୋତଲ ଧରିକି ଚାଷ କରୁଛି। ତାପରେ ସେତେବେଳୁ ମୁଁ ଆଉ ଥରେ ଫୋନ୍ କଲା ମତେ ଅସୁବିଧା ମାନେ ତମେ ଯେତେବେଳେ ସିଓର ହେଇଗଲ ଯେ ବାପା ଆରେଷ୍ଟ ହେଇନାହାନ୍ତି ମତେ ଆଉ ଥରେ ଫୋନ୍ କରି ଶୋଧିଲା ଆଉ ଫୋନ୍ଟା କଣ କାଟିଲୁ ହେଇ ଶୋଧିଲା ଆଉ ମୁଁ ତ ଯୋଉ ସୋଧା ଶୋଧିଲି ତା ମା ଭଳି ଗୋଟେ କଲି। ତମେ ଯେତେବେଳେ ଜାଣିଗଲଣି ଯେ ବାପା ଘରେ ଅଛନ୍ତି ଗାଁରେ ବିଲରେ ଅଛନ୍ତି ଆରେଷ୍ଟ ହେଇନାହାନ୍ତି ବୋଲି ହେଲେ ସିଏ କହିଲା ଯେ ମୁଁ ଆରେଷ୍ଟ କରିଦେଇଛି। ତାପରେ ତା ମା ଭଉଣୀ ଉଡେଇକି ତାପରେ ତାକୁ 22 ଜଣଙ୍କୁ ମୋବାଇଲ ନମ୍ବରଟା ଦେଲି ଫୋନ୍ କଲେ ତାକୁ। ନା ଯଦି 10,000 ଦେଇ ଦେଇଥାନ୍ତ ଡରି 10,000 ମୁଁ ଦେଲିନି ମୁଁ ଜାଣିଛି ଏମିତି ଫ୍ରଡ୍ରେ ବାଇଚାନ୍ସ ଘରକୁ ଫୋନ୍ ଲାଗିନଥାନ୍ତା ସେଇ ଟାଇମରେ ଘଣ୍ଟେ ଖଣ୍ଡେ ଘରେ କେହି ଉଠେଇ ନଥାନ୍ତେ ଘରେ ନ ଆସିଲେ ବି ମୋର ଫୋନ୍ ପେ ନାହିଁ ମୁଁ ଦେଇପାରିନଥାନ୍ତି। ଆଉ କାହାକୁ କହିଥାନ୍ତ ପଠା ବୋଲି? ନାଇଁ ସେ ଏମିତି ସିଚୁଏସନ୍ ହେଲା ତ ଦବାକୁ ବାଧ୍ୟ ସେ ଯେମିତି ଇମୋସନାଲ। ହଁ ତାପରେ ହେଲେ ଦେଲନି ପଇସା? ଦେଲିନି ପଇସା। ଭଲ କରିଛ ଆକ୍ଚୁଆଲି ଏମିତି ଫ୍ରଡ୍ ହଉଛି ସବୁ ଡିଏସପି ର ତମେ ବି ଚାହିଁଲେ ଗୋଟେ ଡିଏସପି ର ଫଟୋଟା ଡାଉନଲୋଡ କରିକି ପୁରା ଲେଖିକି ପୁରା ସବୁ ଡାଟା କୋଉଠୁ ପାଇଲେ ସବୁ କ୍ଲିୟର କହିଲା ଏଇ ଥାନାରୁ କହୁଛି ତମ ଘର ଏଇଠି ସବୁ କ୍ଲିୟର କହିଦେଲା। ମାନେ ତମ ନାଁ ଗାଁ ଠିକଣା ସବୁ ଜାଣିଲା କୁଆଡୁ ଆଣିଲା କେହି ଜାଣି ହେରା କିଏ ଗୋଟେ ତାହେଲେ ସେଟା ଲିକ୍ କରିଛି ସେ କୁଆଡୁ ଆଣିଲା ହିନ୍ଦୀରେ ଫେରେ କହୁଛି। ତାପରେ ଯୋଉ ଭାଷା କହିଲି ମାନେ ଫ୍ରଡ୍ ହଉ ବଞ୍ଚିଗଲା।